ନୀଳଗିରି ପାହାଡ଼ର ପାଦଦେଶରେ ଥିବା ସେ ଛୋଟ ଗାଁଟି ଆଜି ବି ମନେ ପକାଇଲେ ଲୋକଙ୍କ ଦେହ ଶୀତେଇ ଉଠେ। ସେଦିନ ରାତିର ସେଇ ପ୍ରଳୟଙ୍କାରୀ ବର୍ଷା ଯେମିତି ପ୍ରକୃତିର କୌଣସି ଭୟଙ୍କର ଚେତାବନୀ ଥିଲା। ଆକାଶର ରଙ୍ଗ ରକ୍ତମୟ ହୋଇ ଦେଖାଯାଉଥିଲା ଏବଂ ବିଜୁଳିର ପ୍ରତିଟି ଚମକରେ ମନେ ହେଉଥିଲା ଯେମିତି ଶୂନ୍ୟରୁ କେହି ଜଣେ ଅଟ୍ଟହାସ କରୁଛି। ଗାଁ ମୁଣ୍ଡରେ ଥିବା ସନାତନ ମଉସାଙ୍କ ଘରଟି ସେଦିନ ସବୁଠାରୁ ବଡ଼ ରହସ୍ୟର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା। ସନାତନ ଜଣେ ସରଳ ନିଷ୍ପାପ ମଣିଷ। ସଂସାର କହିଲେ ତାଙ୍କ ଗୁହାଳର ପଶୁମାନେ, ବିଶେଷ କରି ତାଙ୍କ ପ୍ରିୟ ଗାଈ ଧଳି ପାଇଁ ସେ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ସେହି ରାତିରେ ଯାହା ଘଟିଲା ତାହା କେବଳ ସନାତନଙ୍କ ପାଇଁ ନୁହେଁ, ବରଂ ସମଗ୍ର ମାନବ ସମାଜ ପାଇଁ ଏକ ଅପ୍ରାକୃତିକ ପ୍ରଶ୍ନବାଚୀ ଥିଲା। ଗୁହାଳରେ ଶୁଭୁଥିବା ସେହି ଅମାନୁଷିକ ଚିତ୍କାର ଶୁଣି ଯେତେବେଳେ ସନାତନ ଲଣ୍ଠନ ଧରି ଭିତରକୁ ଗଲେ, ସେଠାରେ ରକ୍ତଭିଜା ଚଟାଣରେ ପଡ଼ିଥିଲା ଏକ ନବଜାତ ଶିଶୁ, ଏକ ମଣିଷ ଶିଶୁ ଯାହାକୁ ଏକ ପଶୁ ଜନ୍ମ ଦେଇଥିଲା। ସନାତନଙ୍କ ହାତରୁ ଲଣ୍ଠନଟି ଖସି ପଡ଼ିବା ପରେ ଚାରିଆଡ଼େ ଯେଉଁ ଅନ୍ଧକାର ଖେଳିଗଲା ତାହା କେବଳ ଆଲୋକର ଅଭାବ ନଥିଲା, ବରଂ ଏକ ଗଭୀର ରହସ୍ୟର ଆରମ୍ଭ ଥିଲା। ସେ ଅନ୍ଧାର ଭିତରେ ଶିଶୁଟିର କାନ୍ଦ ଯେମିତି ତୀବ୍ର ହେଉଥିଲା, ବାହାରେ ଝଡ଼ର ବେଗ ସେତିକି ବଢ଼ୁଥିଲା। ସନାତନ କାନ୍ଥକୁ ଆଶ୍ରା କରି ଠିଆ ହୋଇଥିଲେ। ତାଙ୍କ ମସ୍ତିଷ୍କ ଶୂନ୍ୟ ହୋଇଯାଇଥିଲା। ସେ ବିଶ୍ୱାସ କରିପାରୁନଥିଲେ ଯେ ଧଳି ଗାଈଟି କିପରି ଏକ ମଣିଷ ଶିଶୁକୁ ଜନ୍ମ ଦେଇପାରେ। କିଛି ସମୟ ପରେ ଯେତେବେଳେ ସେ ଡିଆସିଲ କାଠିଟିଏ ମାରିଲେ, ସେ ଦେଖିଲେ ଧଳି ତାର ଜିଭରେ ଶିଶୁଟିର ଶରୀରକୁ ସଫା କରୁଛି। ଗାଈର ଆଖିରେ ଏକ ଅଜବ ମମତା ଥିଲା, ଯାହା କେବଳ ଜଣେ ମା ପାଖରେ ଥାଏ। କିନ୍ତୁ ଗୁହାଳର କଣରେ ଥିବା ସେହି ତୀବ୍ର ରାସାୟନିକ ଗନ୍ଧ ସନାତନଙ୍କୁ ବିଚଳିତ କରୁଥିଲା। ସେ ଜଣେ ଚାଷୀ ହୋଇଥିଲେ ମଧ୍ୟ ଏତିକି ବୁଝିପାରିଥିଲେ ଯେ ଏହି ଗନ୍ଧ କୌଣସି ସାଧାରଣ ପ୍ରସବ ସମୟରେ ନୁହେଁ, ଏହା ଯେମିତି କୌଣସି ଲାବୋରେଟୋରୀର ବିଷାକ୍ତ ବାଷ୍ପ ଭଳି ଲାଗୁଥିଲା। ହଠାତ୍ ଗୁହାଳ ବାହାରେ କାହାର ପାଦ ଶବ୍ଦ ଶୁଭିଲା। କାଦୁଅରେ କେହି ଜଣେ ଦ୍ରୁତଗତିରେ ଦୌଡ଼ି ଯାଉଥିବାର ଶବ୍ଦ। ସନାତନ ସାହସ ସଞ୍ଚୟ କରି ବାହାରକୁ ଚାହିଁଲେ, କିନ୍ତୁ ବିଜୁଳି ଆଲୋକରେ କେବଳ ପାହାଡ଼ ଆଡ଼କୁ ଦୌଡ଼ି ଯାଉଥିବା ଜଣେ କଳା ପୋଷାକଧାରୀ ବ୍ୟକ୍ତିର ଛାଇ ଦେଖାଗଲା। କିଏ ସେ ବ୍ୟକ୍ତି? ସେ କ'ଣ ଏହି ଘଟଣା ସହ ଜଡ଼ିତ? ସକାଳ ହେଲା ବେଳକୁ ବର୍ଷା ଥମି ଯାଇଥିଲା, କିନ୍ତୁ ନୀଳଗିରି ଗାଁରେ ଏକ ନୂଆ ଝଡ଼ ଆରମ୍ଭ ହୋଇସାରିଥିଲା। ସନାତନଙ୍କ ଗୁହାଳରେ ମଣିଷ ଶିଶୁ ଜନ୍ମ ଦେବା ଖବର ପ୍ରସାରିତ ହେବା ପରେ ଶହ ଶହ ଲୋକ ସେଠାରେ ରୁଣ୍ଡ ହେଲେ। ଲୋକଙ୍କ ମଧ୍ୟରେ କାନକୁହା ଶୁଭିଲା, ଏହା ଭଗବାନଙ୍କ ଅବତାର। କେହି ଜଣେ ବୃଦ୍ଧ ଲୋକ କହିଲେ, ନାଇଁ ହେ, ଏହା କୌଣସି ଡାହାଣୀର କାମ। ଏହି ଶିଶୁ ଆମ ଗାଁ ପାଇଁ ଅଶୁଭ ଆଣିବ। ଅନ୍ୟ ଜଣେ ଯୁବକ ଯୁକ୍ତି କଲା। ଗାଁ ମୁଖିଆ ଶମ୍ଭୁବାବୁ ସେଠାରେ ପହଞ୍ଚିଲେ। ସେ ଜଣେ ଚତୁର ମଣିଷ। ଶିଶୁଟିକୁ ଦେଖିବା ମାତ୍ରେ ସେ ପଛକୁ ଘୁଞ୍ଚିଗଲେ। ଶିଶୁଟିର ରଙ୍ଗ ଦୁଧ ଭଳି ଧଳା ଥିଲା, କିନ୍ତୁ ତାର ଆଖିର ମଣିଗୁଡ଼ିକ ଗାଢ଼ ନୀଳ ରଙ୍ଗର ଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ଯେ ଜନ୍ମର ମାତ୍ର କେଇ ଘଣ୍ଟା ମଧ୍ୟରେ ଶିଶୁଟି ଚାଲିବାକୁ ଚେଷ୍ଟା କରୁଥିଲା। ଏହା କୌଣସି ସାଧାରଣ ମଣିଷର ଶିଶୁର ଲକ୍ଷଣ ନଥିଲା। ସନାତନ କାହା କଥା ଶୁଣିବା ଅବସ୍ଥାରେ ନଥିଲେ। ସେ ଶିଶୁଟିକୁ ନିଜ କୋଳକୁ ନେଇଗଲେ। ଏ ମୋ ଧଳିର ପୁଅ, ମୁଁ ଏହାକୁ କୁଆଡ଼େ ବି ଯିବାକୁ ଦେବିନି, ସେ ଦୃଢ଼ ସ୍ୱରରେ କହିଲେ। କିନ୍ତୁ ସେ ଜାଣିନଥିଲେ ଯେ ସେ ଶିଶୁଟି କୌଣସି ଦୈବ ଶକ୍ତି ନୁହେଁ, ବରଂ ବିଜ୍ଞାନର ଏକ ଭୟଙ୍କର ପରୀକ୍ଷା ଥିଲା। ସେହିଦିନ ଉପରବେଳା ଗାଁ ଦାଣ୍ଡରେ ଦୁଇଟି କଳା ରଙ୍ଗର ଜିପ୍ ଆସି ଠିଆ ହେଲା। ଗାଡ଼ିରେ ଓହ୍ଲାଇଲେ କିଛି ଗମ୍ଭୀର ଚେହେରାର ବ୍ୟକ୍ତି। ସେମାନଙ୍କ ମଧ୍ୟରେ ଥିଲେ ଡାକ୍ତର ଅପୂର୍ବ। ଅପୂର୍ବ ଜଣେ ଜେନେଟିକ୍ ସାଇଣ୍ଟିଷ୍ଟ, ଯିଏ ବହୁଦିନରୁ ଏକ ଗୁପ୍ତ ପ୍ରୋଜେକ୍ଟ ଉପରେ କାମ କରୁଥିଲେ। ତାଙ୍କ ମୁହଁରେ ଏକ ଅଜବ ଉତ୍ସାହ ଏବଂ ଭୟ ମିଶ୍ରିତ ହୋଇ ରହିଥିଲା। ସେମାନେ ସିଧା ସନାତନଙ୍କ ଗୁହାଳ ଆଡ଼କୁ ଗଲେ। ଗାଁ ଲୋକେ ସେମାନଙ୍କୁ ଦେଖି ଭୟରେ ବାଟ ଛାଡ଼ିଦେଲେ। ଡାକ୍ତର ଅପୂର୍ବ ଶିଶୁଟିକୁ ଦେଖିବା ମାତ୍ରେ ତାଙ୍କ ସହକାରୀଙ୍କୁ ଇସାରା କଲେ, ଏହି ସେ ପ୍ରୋଜେକ୍ଟ ନୀଳଗିରି 9ର ପରିଣାମ। ଆମକୁ ଏହାକୁ ଯଥାଶୀଘ୍ର କାବୁ କରିବାକୁ ହେବ, ସେ ଧୀର ସ୍ୱରରେ କହିଲେ। ସନାତନ ସେମାନଙ୍କୁ ବାଧା ଦେଲେ। କିଏ ଆପଣମାନେ? କାହିଁକି ମୋ ଘରୁ ଆସିଛନ୍ତି? ଡାକ୍ତର ଅପୂର୍ବ ହସିଲେ, କିନ୍ତୁ ସେ ହସରେ କୌଣସି ଆତ୍ମୀୟତା ନଥିଲା। ସନାତନ ବାବୁ, ଏହା କୌଣସି ଶିଶୁ ନୁହେଁ, ଏହା ଏକ ଏକ୍ସପେରିମେଣ୍ଟ। ଏହା ବହୁତ ବିପଦଜନକ ହୋଇପାରେ। ଆପଣ ଏହାକୁ ଆମକୁ ଦେଇଦିଅନ୍ତୁ, ନହେଲେ ପୁରା ଗାଁ ବିପଦରେ ପଡ଼ିବ। ସେତିକିବେଳେ ଗୁହାଳ ଭିତରେ ଥିବା ଧଳି ଗାଈଟି ଏମିତି ଏକ ଗର୍ଜନ କଲା ଯେମିତି ସେ ସେହି ଲୋକମାନଙ୍କୁ ଚିହ୍ନି ପାରିଛି। ତା ଆଖିରୁ ନିଆଁ ବାହାରୁଥିଲା। ସେ ଜିଞ୍ଜିର ଛିଣ୍ଡାଇବାକୁ ଚେଷ୍ଟା କଲା। ଠିକ୍ ସେ ମୁହୂର୍ତ୍ତରେ ଶିଶୁଟି ମଧ୍ୟ କାନ୍ଦିବା ବନ୍ଦ କରିଦେଲା ଏବଂ ତାର ଆଖିର ରଙ୍ଗ ନୀଳରୁ ଗାଢ଼ ଲାଲ ହୋଇଗଲା। ବାହାରେ ପୁଣି ଥରେ କଳା ବାଦଲ ଘେରି ଆସିଲା। ପ୍ରକୃତି ଯେମିତି କୌଣସି ବଡ଼ ସଂଘର୍ଷ ପାଇଁ ପ୍ରସ୍ତୁତ ଥିଲା। ଡାକ୍ତର ଅପୂର୍ବ ଜାଣିଥିଲେ ଯେ ଏହି ରହସ୍ୟକୁ ଚାପିଦେବା ଏତେ ସହଜ ହେବନି। ସେହି ଶିଶୁ ଭିତରେ କେବଳ ମଣିଷର ରକ୍ତ ନଥିଲା, ବରଂ ଏମିତି କିଛି ଥିଲା ଯାହା ପୃଥିବୀର ବିନାଶ ପାଇଁ ଯଥେଷ୍ଟ। ଡାକ୍ତର ଅପୂର୍ବଙ୍କ କଣ୍ଠସ୍ୱରରେ ଏକ ଅଜବ ଆଦେଶ ଥିଲା। ସେ ଯେତେବେଳେ ସନାତନଙ୍କୁ ସେହି ଶିଶୁଟିକୁ ମାଗିଲେ, ସେତେବେଳେ ଗୁହାଳ ଭିତରର ବାତାବରଣ ହଠାତ୍ ପରିବର୍ତ୍ତନ ହୋଇଗଲା। ବାହାରେ ପବନର ବେଗ ଏତେ ବଢ଼ିଗଲା ଯେ ଲାଗୁଥିଲା ଯେମିତି କେହି ଜଣେ ସେ ଗୁହାଳକୁ ଶିଶୁଟିର ବାହାରକୁ ନେବାକୁ ଚାହୁଁନାହିଁ। ସନାତନ ନିଜ ହାତରେ
ଶିଶୁଟିକୁ ଜାବୁଡ଼ି ଧରିଥିଲେ। ତାଙ୍କ ପାଇଁ ସେ ମୁହୂର୍ତ୍ତରେ ବିଜ୍ଞାନ କିମ୍ବା ପାପ ପୁଣ୍ୟର କୌଣସି ଅର୍ଥ ନଥିଲା। ତାଙ୍କ ପାଇଁ ସେ କେବଳ ଏକ ଅସହାୟ ଶିଶୁ ଥିଲା। ଡାକ୍ତର ଅପୂର୍ବ କେବଳ ଜଣେ ସାଧାରଣ ବୈଜ୍ଞାନିକ ନଥିଲେ, ସେ ଥିଲେ ଯୌନକର୍ପ ନାମକ ଏକ ଗୁପ୍ତ ସଂସ୍ଥାର ମୁଖ୍ୟ। ଏହି ସଂସ୍ଥା ବହୁ ବର୍ଷ ଧରି ମଣିଷ ଏବଂ ପ୍ରାଣୀଙ୍କ ଜିନ୍ ସହ ଖେଳ କରି ଏକ ସୁପର ହ୍ୟୁମାନ୍ ବା ଆଲୌକିକ ଶକ୍ତି ସମ୍ପନ୍ନ ମଣିଷ ତିଆରି କରିବାକୁ ଚେଷ୍ଟା କରୁଥିଲା। ନୀଳଗିରି ପାହାଡ଼ ପଛପଟେ ଥିବା ଏକ ପୁରୁଣା ପରିତ୍ୟକ୍ତ ଖଣି ଭିତରେ ସେମାନଙ୍କର ଏକ ଗୁପ୍ତ ଲ୍ୟାବ୍ ଥିଲା। କିଛି ମାସ ପୂର୍ବରୁ ସେମାନେ ଏକ କୃତ୍ରିମ ଗର୍ଭାଧାନ ପରୀକ୍ଷା କରିଥିଲେ, ଯେଉଁଥିରେ ସେମାନେ ଏକ ମଣିଷର ଭ୍ରୂଣକୁ କିଛି ଅଜଣା ଜୀବର DNA ସହ ମିଶ୍ରିତ କରି ସନାତନଙ୍କ ଗାଈ ଧଳିର ଗର୍ଭରେ ସ୍ଥାପନ କରିଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ଏକ ଏମିତି ଜୀବ ସୃଷ୍ଟି କରିବା ଯିଏ ମଣିଷ ଭଳି ବୁଦ୍ଧିମାନ ହେବ କିନ୍ତୁ ପଶୁ ଭଳି ବଳବାନ ଏବଂ ପ୍ରକୃତିକୂଳ ପରିବେଶ ବଞ୍ଚିପାରିବ। ସେହି ଝଡ଼ ରାତିରେ ସେମାନଙ୍କର ଏହି ପ୍ରୋଜେକ୍ଟ ନୀଳଗିରି ସଫଳ ହୋଇଥିଲା। ସନାତନ ବାବୁ, ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ, ଡାକ୍ତର ଅପୂର୍ବ ଆଗକୁ ବଢ଼ି କହିଲେ। ଏ ଶିଶୁଟି ସାଧାରଣ ଖାଦ୍ୟ ଖାଇ ବଞ୍ଚିବ ନାହିଁ। ଏହାର ଶରୀର ଗଠନ ଭିନ୍ନ। ଯଦି ଆପଣ ଏହାକୁ ଏଠାରେ ରଖିବେ ତେବେ ଏହା ଆପଣଙ୍କୁ ଏବଂ ଆପଣଙ୍କ ଗାଈ ମଧ୍ୟ ମାରିଦେବେ। ସେତିକିବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଡାକ୍ତରଙ୍କ ସହକାରୀ ଯେତେବେଳେ ଶିଶୁଟିକୁ ଛୁଇଁବାକୁ ଚେଷ୍ଟା କଲା, ଶିଶୁଟି ହଠାତ୍ ତାର ଆଖି ଖୋଲିଲା। ତାର ଆଖିରୁ ଏକ ନୀଳ ରଙ୍ଗର ଆଲୋକ ବାହାରିଲା ଏବଂ ସେହି ସହକାରୀ ବ୍ୟକ୍ତି ଜଣକ ଶକ୍ତ ଝଟକା ଖାଇ ଦୂରକୁ ଛିଟକି ପଡ଼ିଲେ। ଲାଗୁଥିଲା ଯେମିତି ଶିଶୁଟିର ଶରୀରରେ ହଜାର ହଜାର ଭୋଲ୍ଟର ବିଦ୍ୟୁତ୍ ପ୍ରଭାବିତ ହେଉଛି। ଗୁହାଳ ଭିତରେ ଥିବା ଲଣ୍ଠନର ନିଆଁ ହଠାତ୍ ନୀଳ ହୋଇଗଲା। ଧଳି ଗାଈଟି ପାଗଳଙ୍କ ଭଳି ହେବାକୁ ଲାଗିଲା। ସନାତନ ଭୟରେ ଶିଶୁଟିକୁ ତଳେ ଶୁଆଇଦେଲେ। ଶିଶୁଟି କାନ୍ଦୁ ନଥିଲା, ବରଂ ସେ ଏକ ଅଜ ଶବ୍ଦ କରୁଥିଲା, ଯାହା ଶୁଣିଲେ ମନେ ହେଉଥିଲା ଯେମିତି ସେ କାହା ସହ କଥା ହେବାକୁ ଚେଷ୍ଟା କରୁଛି। ବାହାରେ ଥିବା ଗାଁ ଲୋକ ଏହା ଦେଖି ଆତଙ୍କିତ ହୋଇଗଲେ। ମୁଖିଆ ଶମ୍ଭୁବାବୁ ଚିତ୍କାର କଲେ, ଏହା ଶିଶୁ ନୁହେଁ, ଏହା ଏକ ପିଶାଚ। ସନାତନ, ଏହାକୁ ବାହାର କରିଦିଅ, ନହେଲେ ଆମେ ଗୁହାଳରେ ନିଆଁ ଲଗାଇଦେବୁ। ସନାତନ ଏକ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ। ଗୋଟିଏ ପଟେ ତାଙ୍କ ଗାଁର ସୁରକ୍ଷା ଏବଂ ଅନ୍ୟପଟେ ଏକ ନିଷ୍ପାପ ଜୀବନ। ସେ ଡାକ୍ତର ଅପୂର୍ବଙ୍କ ଆଖିରେ ଏକ ଲୋଭ ଦେଖିପାରୁଥିଲେ। ସେ ବୁଝିପାରୁଥିଲେ ଯେ ଏହି ଡାକ୍ତରମାନେ ଶିଶୁଟିର ଭଲ ଚାହୁଁନାହାନ୍ତି, ବରଂ ତାକୁ ଏକ ଯନ୍ତ୍ର ଭଳି ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ନା, ସନାତନ ଗର୍ଜନ କରି କହିଲେ, ମୁଁ ଏହାକୁ କାହାକୁ ଦେବିନି। ବିଜ୍ଞାନ ହେଉ କି ପାପ ମୁଁ ଜାଣେ ନାହିଁ, କିନ୍ତୁ ଜଣେ ମା ତାର ସନ୍ତାନକୁ ମୋତେ ଭରସା କରି ଦେଇଛି, ମୁଁ ତାକୁ ମାରିବାକୁ ଦେବିନି। ସେତିକିବେଳେ ଡାକ୍ତର ଅପୂର୍ବ ନିଜ ପକେଟରୁ ଏକ ଛୋଟ ରିମୋଟ୍ ବାହାର କଲେ। ସେ ଗୋଟିଏ ବଟନ ଦେବା ମାତ୍ରେ ଧଳି ଗାଈଟି ଯନ୍ତ୍ରଣାରେ ଚିତ୍କାର କରି ଉଠିଲା। ଧଳିର ଶରୀରରେ ସେମାନେ ପୂର୍ବରୁ ଏକ ମାଇକ୍ରୋଚିପ୍ ଲଗାଇଥିଲେ। ସନାତନ, ଯଦି ତୁମେ ଶିଶୁଟିକୁ ଆମକୁ ନ ଦିଅ ତେବେ ମୁଁ ଏହି ଗାଈର ହୃଦୟ ସ୍ପନ୍ଦନ ବନ୍ଦ କରିଦେବି, ଡାକ୍ତର ଧମକ ଦେଲେ। ସନାତନ ଅସହାୟ ହୋଇଗଲେ, କିନ୍ତୁ ସେହି ସମୟରେ ଏକ ଅବିଶ୍ୱନୀୟ ଘଟଣା ଘଟିଲା। ଶିଶୁଟି ନିଜେ ନିଜେ ଛିଡ଼ା ହେଲା। ତାର ଚର୍ମ ଏବେ କାଚ ଭଳି ସ୍ୱଚ୍ଛ ଦେଖାଯାଉଥିଲା। ତାର ଶରୀର ଭିତରର ରକ୍ତନଳୀ ଗୁଡ଼ିକରେ ନୀଳ ରଙ୍ଗର ତରଳ ପଦାର୍ଥ ବହୁଥିବାର ଦେଖାଗଲା। ସେ ଧୀରେ ଧୀରେ ଚାଲି ଚାଲି ଧଳି ପାଖକୁ ଗଲା ଏବଂ ତା ମୁଣ୍ଡରେ ହାତ ରଖିଲା। ଧଳିର ଯନ୍ତ୍ରଣା ହଠାତ୍ ବନ୍ଦ ହୋଇଗଲା। ଡାକ୍ତରଙ୍କ ରିମୋଟ୍ର ଜଳି ପାଉଁଶ ହୋଇଗଲା। ସମସ୍ତେ ସ୍ତବ୍ଧ ହୋଇ ରହିଗଲେ। ଶିଶୁଟି ତାପରେ ଗୁହାଳରୁ ବାହାରକୁ ଆସିଲା ଏବଂ ପାହାଡ଼ ଆଡ଼କୁ ଚାହିଁଲା। ବର୍ଷା ହଠାତ୍ ବନ୍ଦ ହୋଇଗଲା ଏବଂ ଆକାଶର ଚନ୍ଦ୍ର ଦେଖାଗଲା, କିନ୍ତୁ ସେହି ଚନ୍ଦ୍ରର ଆଲୋକ ସାଧାରଣ ନଥିଲା, ତାହା ରକ୍ତ ଭଳି ଲାଲ ଥିଲା। ସନାତନ ବୁଝିପାରିଥିଲେ ଯେ ଶିଶୁଟି କୌଣସି ଜାଗାକୁ ଯିବାକୁ ଚାହୁଁଛି। ସେ ଶିଶୁଟିକୁ କୋଳକୁ ଉଠାଇ ନେଲେ ଏବଂ ଧଳି ମଧ୍ୟ ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲା। ଗାଁ ଲୋକେ ଏବଂ ଡାକ୍ତରମାନେ ସେମାନଙ୍କ ପଛରେ ଗୋଡ଼ାଇଲେ। ସେମାନେ ନୀଳଗିରି ପାହାଡ଼ର ସେ ଅଭିଶପ୍ତ ଜଙ୍ଗଲ ଆଡ଼କୁ ଗଲେ, ଯେଉଁଠାରେ ବର୍ଷ ବର୍ଷ ଧରି କେହି ପାଦ ରଖି ନଥିଲେ। ଅନ୍ଧାର ଜଙ୍ଗଲ ଭିତରେ ଡାକ୍ତର ଅପୂର୍ବ ନିଜ ବନ୍ଧୁକ ବାହାର କଲେ। ଆମେ ଏହି ଶିଶୁଟିକୁ ଜୀବନ୍ତ କିମ୍ବା ମୃତ ନେଇକି ହିଁ ଯିବୁ। କିନ୍ତୁ ସେମାନେ ଜାଣିନଥିଲେ ଯେ ଜଙ୍ଗଲର ଗଭୀରରେ ଆଉ କିଛି ସେମାନଙ୍କ ଅପେକ୍ଷାରେ ଅଛି। କେହି ଜଣେ ସେହି ଶିଶୁଟିର ଡାକ ଶୁଣି ଜାଗ୍ରତ ହୋଇସାରିଥିଲା। ଜଙ୍ଗଲର ବାତାବରଣ ଏତେ ନିଷ୍ପଦ ଥିଲା ଯେ ନିଜର ନିଶ୍ୱାସ ପ୍ରଶ୍ୱାସ ଶବ୍ଦ ମଧ୍ୟ ସ୍ପଷ୍ଟ ଶୁଭୁଥିଲା। ସନାତନ ଶିଶୁଟିକୁ କୋଳରେ ଧରି କଣ୍ଟା ବୁଦା ଦେଇ ଆଗକୁ ବଢ଼ୁଥିଲେ। ଧଳି ଗାଈଟି ତାଙ୍କ ପଛେ ପଛେ ଛାୟା ଭଳି ଚାଲୁଥିଲା। ଆଶ୍ଚର୍ଯ୍ୟର କଥା, ଯେଉଁ ଜଙ୍ଗଲରେ ବାଘ ଏବଂ ଭାଲୁଙ୍କ ଭୟ ଥାଏ, ସେଦିନ ଗୋଟିଏ ବି ପଶୁପକ୍ଷୀଙ୍କ ଶବ୍ଦ ଶୁଭୁନଥିଲା। ଯେମିତି କୌଣସି ବଡ଼ ଶକ୍ତିର ଉପସ୍ଥିତିରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ପଛରେ ଡାକ୍ତର ଅପୂର୍ବ ଏବଂ ତାଙ୍କର ସହକାରୀମାନେ ଟର୍ଚ୍ଚ ଲାଇଟ୍ ମାରି ପହଞ୍ଚିଲେ। ସନାତନ, ଅଟକି ଯାଅ, ତୁମେ ଜାଣିନାହ ତୁମେ କାହାକୁ ନେଇଯାଉଛ। ସେହି ଶିଶୁଟି ମଣିଷ ନୁହେଁ, ସେ ହେଉଛି ନେଫିଲିମ୍ ଏକ ଶଙ୍କର ପ୍ରଜାତି। ତାର ଶରୀରରେ ଯେଉଁ ନୀଳ ରକ୍ତ ବହୁଛି ତାହା ପୃଥିବୀର କୌଣସି ଜୀବର ନୁହେଁ, ଡାକ୍ତର ଚିତ୍କାର କରି କହିଲେ। ସନାତନ ପଛକୁ ଚାହିଁଲେ। ଡାକ୍ତର ବାବୁ, ଯଦି ସେ ମଣିଷ ନୁହେଁ ତେବେ ସେ ତୁମର ଜିନିଷ ମଧ୍ୟ ନୁହେଁ। ତାକୁ ତିଆରି କରିବା ପାଇଁ ତୁମେ ମୋ ଗାଈକୁ କାହିଁକି ବ୍ୟବହାର କଲ? କାହିଁକି ତାକୁ ଏତେ କଷ୍ଟ ଦେଲ? ଡାକ୍ତର ଅପୂର୍ବ ହସିଲେ। ସଫଳତା ପାଇଁ କିଛି ବଳିଦାନ ଦେବାକୁ ପଡ଼େ। ଆମକୁ ଏମିତି ଏକ ଜୀବ ଦରକାର ଥିଲା ଯେ ସୂର୍ଯ୍ୟର ବିକରଣକୁ ସହିପାରିବ ଏବଂ ଅନ୍ତରୀକ୍ଷରେ ବିନା ଅମ୍ଳଜାନରେ ବଞ୍ଚିପାରିବ।
तुम गाई केवल एक माध्यम थिला। हठात शिशुटी सनातन कोलरू डेई पड़ा। से एबे बहुत द्रुत गति दौड़ाक लगिला। सनातन एवं धली तांको पछे पछे गले। शेष से नीलगिरी पहाड़र एक विराट गुंफा सामने पहुंचले। से गुंफार द्वार रे अजब धरण चिन्ह सबू खोदित होता जहाँ शह शह वर्ष पुराणा परी मन होता। शिशुटी गुंफा भितर को पशिगला। सेठारे एक नील आलोक जलुला। गुंफा भितर केवल पत्थर नथिला बरं किछि धातव यंत्रपाति मध्य थिला जहाँ खूब अत्याधुनिक देखा जाउथुला। डाक्टर अपूर्व यह देखि आश्चर्य हो गले। यह केमिति संभव? एठारे एक प्राचीन लैब अछि। यार अर्थ आम पूर्वर मध्य केही परीक्षा कर सारी। गुंफार अंधार भितर को एक भयंकर चेहरार व्यक्ति बाहर आसला। तार शरीर साधारण मनुष्य अपेक्षा बहुत बड़ थिला एवं तार चर्म मध्य से शिशु भली थिला। से थिला नीलगिरी 1 जहाँ को डाक्टर अपूर्वक पूर्वज वैज्ञानिक माने 50 वर्ष पूर्वे तैयारी करी से ये जंगल में छाड़ी देइथिले। से मरी नथिला बरं से गुंफारे रही निज भली अन्य जीव मानकु अपेक्षारे थिला। से विशालकाय जीवटी शिशुटी को निज हाथ में उठाई नेले। से एक अजब भाषा किछि कहला जहाँ केवल से शिशुटी बुझी पारुथिला। धली गाईटी से जीवटी को देखि मुंड नुआइला जेमिति से ताको पूर्वरु चिन्हिछि। डाक्टर और अपूर्वक लोभ एबे पागलामी रे परिणत होइगला। दुईटा नमूना बास एबे मु अमर होइजिबि। से बंदूक चलाइबाकू उद्यत थिले किंतु सेही समय गुंफा भितर एक तीव्र ध्वनि शुभिला जहाँ फल समस्त कानर रक्त बाहर लगिला। गुंफार पत्थर गुड़िक थरिबाकू लगिला। सनातन माटी उपर पड़गले। से देखिले जे से विशाल जीवटी निज आखिरु एक शक्तिशाली रश्मि बाहर करुछि। सनातन बुझी पारला जे एठारे विज्ञान एवं प्रकृतिर एक भयंकर संग्राम चलीछि। से उठी ठिया हेले एवं डाक्टर बंदूक को धरी पकाइले। बंद कर एही पाप। जदि तुमे एमानकु नहीं सहर जीव तेरे पूरा पृथ्वी ध्वंस हो। एमाने आम दुनिया रे नुहंती। डाक्टर अपूर्व सनातन को गोईठा मारी तले पकाइदेले। मूर्ख चाषी तुम विज्ञान मूल्य बुझीब नाही। एमाने हेउचंती भविष्यतर मनीष। ठीक सेतिक बेले गुंफार छात फाटिगला एवं सेठार एक नील रंगर आलोक ऊपर को उठिला। से शिशुटी आकाश को चाही हसिबाकू लागिला। तार हसरे एक अद्भुत कंपन थिला। हठात डाक्टर सहकारी माने जणे जणे होई पत्थर पालटि जावाकू लागिले। सेमानक शरीर जीवकोष गुड़िक एक सेकेंड जमाट बांधिगला। सनातन देखले जे धली गाईटी शिशुटी पाखक जाई तार गोड़ पाखरे शोई पड़िला। धलीर शरीर एक सुना रंगर आभा बाहरुला। लगुला जमीती से शिशुटी को निजर शेष शक्ति दे रक्षा करुछि। डाक्तर अपूर्व एबे एका पड़ी जाइथिले। से भୟରେ पछकु घुंचिबाकू लागिले। से बुझिपारले जे से जो शैतान को जाग्रत करिसंते ताको काबू करिबा तांको साध्यर बाहारे। किंतु से समय रे जंगल बाहर सायरन शब्द सुबिला। गाँ लोकंक सह पुलिस एवं मिलिटारी किछि गाड़ी पहुंची गला। सेमानक सूचना मिल सारिथिला जे नीलगिरी किछि बड़ अघटन घटुछि। गुंफा बाहर सामरिक गाड़ी गुड़िकर शब्द जंगलर निष्पत्ता को भांगी चुरमार करदेला। हेलिकप्टर बड़ बड़ सर्च लाइट गुंफा मुह को आलोकित करुला। सरकार आदेश देले प्रोजेक्ट नीलगिरी 9 को जेकोसी परिस्थिति रे काबू करा जाऊ किंबा ताको समाप्त करा जाऊ। कारण यही शिशुटी जीवंत रहिले समग्र विश्व ପାଇଁ विपद होई पारे बोली खबर मिलिथिला। कैप्टेन अर्जुन जड़े दक्ष सामरिक अधिकारी निज दल सह गुंफा भितर को प्रवेश कले। से देखले डाक्टर अपूर्व पत्थर भली ठिया होइछन्ति एवं सनातन माटी पड़ी रही। गुंफा मझे से विशालकाय जीव एवं से रहस्यमय शिशु छिड़ा होइछन्ति। समस्ते हाथ ऊपर को करंतु नले गुली चलाइबा को आमे बाध्य हेबु। कैप्टेन अर्जुन चित्कार करी कहले। किंतु से विशालकाय जीवटी जे नीलगिरी 1 भावे जनाशुना से कौनसी भय प्रकाश कला नहीं। से केवल शिशुटी को निज शरीर पछरे लुचाई रखिला। से शिशुटीर आखि एबे संपूर्ण रूपे नील होई चमकुला। से जेमिति कौनसी शक्ति संचय करुला। कैप्टेन को आदेश रे जन सैनिक शिशुटी को धरिबा को आगे बढ़िले। किंतु शिशुटी हठात एक तीव्र शब्द कला। से शब्दर लहरी एते शक्तिशाली थिला जे गुंफा भितर थिबा समस्त वैद्युतिक जंत्रपाति एवं बंदूक गुड़िक जलिबा को लागिले। सैनिक माने हाथरू बंदूक छिटकी पड़िला। डाक्टर अपूर्व पागलंक भली हसिबा को लागिले। मु कहिथिले ना या कौनसी मनीष नुहे। यह होछि परवर्ती जुगर अस्त्र। तुम साधारण गुड़ी या किछि करि परिबा नाही। सनातन कष्ट उठी ठिया हेले। से देखले धली गाईटी से शिशुर गोड़ पाखरे शोई रही किंतु तार शरीर धीरे धीरे नील हो जाइछि। धली निजर शेष प्रश्वास गणुला किंतु से शिशुटी को छाड़ा प्रश्वास नथिला। धली उठ उठ धली सनातन चित्कार कले। किंतु धली केवल सनातन को चाहिला एवं ता आखिरु लुह धार बहीगला। से जमीती सनातन को कहवाक चाहूला मुझे बचाइबा चाहे यह नहीं जाओ। से समय गुंफा कांतर थिबा से प्राचीन चिन्ह गुड़िक जलिबा लगिले। डाक्टर अपूर्व यह देखि स्तब्ध हो गले।
ସେ ବୁଝିପାରୁଥିଲେ ଯେ ସେମାନେ ଯେଉଁ DNA ବ୍ୟବହାର କରିଥିଲେ ତାହା କୌଣସି ପୃଥିବୀର ଜୀବର ନଥିଲା। ଏହା ବହୁ ବର୍ଷ ପୂର୍ବେ ପୃଥିବୀକୁ ଆସିଥିବା କୌଣସି ଅଜଣା ଗ୍ରହର ଜୀବଙ୍କର ଥିଲା, ଯେଉଁମାନେ ଏହି ନୀଳଗିରି ପାହାଡ଼କୁ ନିଜର ଶେଷ ଆଶ୍ରୟସ୍ଥଳ ଭାବେ ବାଛିଥିଲେ। କ୍ୟାପ୍ଟେନ୍ ଅର୍ଜୁନ ଦେଖିଲେ ଯେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି। ସେ ନିଜର ୱାକିଟକିରେ ଆଦେଶ ଦେଲେ, ପୁରା ଗୁମ୍ଫାକୁ ବ୍ଲାଷ୍ଟ କରିଦିଅ, କେହି ବି ଜୀବନ୍ତ ବାହାରକୁ ଆସିବା ଉଚିତ ନୁହେଁ। ସନାତନ ଚିତ୍କାର କରି କହିଲେ, ନା, ଏ ଶିଶୁଟି ନିର୍ଦ୍ଦୋଷ, ଏହାକୁ ମାରନ୍ତୁ ନାହିଁ। ସେ ଶିଶୁଟି ଆଡ଼କୁ ଦୌଡ଼ିଲେ। ଠିକ୍ ସେହି ସମୟରେ ଏକ ବିରାଟ ବିସ୍ଫୋରଣ ହେଲା। ଗୁମ୍ଫାର ଛାତିରୁ ବଡ଼ ବଡ଼ ପଥର ଖଣ୍ଡ ଖସିବାକୁ ଲାଗିଲା। ଧୂଆଁ ଏବଂ ଧୂଳିରେ ଚାରିଆଡ଼ ଅନ୍ଧକାର ହୋଇଗଲା। କେବଳ ଗୋଟିଏ କଥା ଶୁଭୁଥିଲା, ସେହି ନବଜାତ ଶିଶୁର କାନ୍ଦଣା। ସେହି କାନ୍ଦଣା ମଣିଷ ଶିଶୁର ନଥିଲା, କିନ୍ତୁ ତାର ପ୍ରତିଦିନ ଯେମିତି ମହାକାଶରୁ ଆସୁଥିଲା। ଧୂଳି କମିବା ପରେ କ୍ୟାପ୍ଟେନ୍ର ଦେଖିଲେ ଯେ ଗୁମ୍ଫାଟି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ଡାକ୍ତର ଅପୂର୍ବ ଏବଂ ତାଙ୍କ ସହକାରୀମାନେ ପଥର ତଳେ ଚାପି ହୋଇଯାଇଛନ୍ତି। ସେ ବିଶାଳ ଜୀବନଟି ମଧ୍ୟ କୌଣସି ପତା ନଥିଲା, କିନ୍ତୁ ଗୋଟିଏ କୋଣରେ ସନାତନ ପଡ଼ିଥିଲେ। ତାଙ୍କ ଶରୀର ରକ୍ତାକ୍ତ ଥିଲା, କିନ୍ତୁ ସେ ଶିଶୁଟିକୁ ନିଜ ଶରୀର ତଳେ ଘୋଡ଼ାଇ ରଖିଥିଲେ। ଶିଶୁଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା। ସନାତନଙ୍କ ପାଖରେ ଧଳିଗାଈ ମରି ପଡ଼ିଥିଲା, ଯେମିତି ସେ ନିଜ ଶେଷ ରକ୍ତବିନ୍ଦୁ ନେଇ ନିଜ ମାଲିକ ଏବଂ ସେହି ଶିଶୁଟିକୁ ରକ୍ଷା କରିଥିଲା। ସେନାବାହିନୀ ସନାତନଙ୍କ ପାଖକୁ ଆସିଲେ। କ୍ୟାପ୍ଟେନ୍ ଅର୍ଜୁନଙ୍କ ପାଖରେ ଏକ ଅଜବ ଭାବନା ଥିଲା। ସେ ସନାତନଙ୍କ ସାହସ ଏବଂ ମମତାକୁ ଦେଖି ଅଟକିଗଲେ। ସେ ବୁଝିପାରୁଥିଲେ ଯେ ଯଦି ସେ ଏହି ଶିଶୁଟିକୁ ସରକାରଙ୍କୁ ହସ୍ତାନ୍ତର କରନ୍ତି, ତେବେ ପୁଣି ଥରେ କୌଣସି ଲ୍ୟାବ୍ରେ ତାଙ୍କୁ ଯନ୍ତ୍ରଣା ଦିଆଯିବ। କିନ୍ତୁ ସେହି ସମୟରେ ଶିଶୁଟି ସନାତନଙ୍କ ହାତକୁ ଛୁଇଁଲା। ହଠାତ୍ ସନାତନଙ୍କ ସମସ୍ତ କ୍ଷତ ଶୁଖିଗଲା। ତାଙ୍କ ଶରୀରରେ ଏକ ନୂଆ ଶକ୍ତି ସଞ୍ଚାର ହେଲା। ଶିଶୁଟି ସନାତନଙ୍କ ଆଖିକୁ ଚାହିଁ ଧୀରେ କହିଲା, ମା, ଏହା କୌଣସି ଶବ୍ଦ ନଥିଲା, ବରଂ ଏକ ଭାବନା ଥିଲା, ଯାହା ସିଧା ସନାତନଙ୍କ ହୃଦୟରେ ବାଜିଲା। ସନାତନଙ୍କ ବୁଝିଗଲେ ଯେ ଏହି ଶିଶୁଟି ପାଇଁ ସେ ଏବେ ସବୁକିଛି। ଧୂଆଁ ଆଉ ଧୂଳିର ଆସ୍ତରଣ ଧୀରେ ଧୀରେ ହଟିବାକୁ ଲାଗିଲା। ଗୁମ୍ଫାର ଏକ ବଡ଼ ଅଂଶ ଭୁଷୁଡ଼ିବାକୁ ଲାଗୁଥିଲା। କ୍ୟାପ୍ଟେନ୍ ଅର୍ଜୁନ ନିଜ ବନ୍ଧୁକଟି ଧୀରେ ତଳକୁ ନୁଆଇଁ ଦେଲେ। ସେ ସମ୍ମୁଖରେ ଦେଖିଲେ ଜଣେ ରକ୍ତାକ୍ତ ବୃଦ୍ଧ ସନାତନ, ଯିଏ ନିଜ ଜୀବନକୁ ବାଜି ଲଗାଇ ସେ ନୀଳ ଆଖିର ଶିଶୁଟିକୁ ଛାତିରେ ଜାବୁଡ଼ି ଧରିଛନ୍ତି। ସନାତନଙ୍କ ପାଖରେ ଧଳିଗାଈର ନିଷ୍ପାପ ଶରୀର ପଡ଼ିଥିଲା, ଯେମିତି ସେ ତାର ଶେଷ କର୍ତ୍ତବ୍ୟ ସାରି ଶାନ୍ତିରେ ଶୋଇଯାଇଛି। କ୍ୟାପ୍ଟେନ୍ ଅର୍ଜୁନ ଜଣେ ଶୃଙ୍ଖଳିତ ସୈନିକ ଥିଲେ, କିନ୍ତୁ ସନାତନଙ୍କ ଆଖିରେ ସେହି କରୁଣ ମମତା ତାଙ୍କୁ ଦୋହରାଇ ଦେଇଥିଲା। ସେ ୱାକିଟକିରେ ନିଜ ହେଡ଼କ୍ୱାର୍ଟରକୁ ସୂଚନା ଦେବାକୁ ଯାଉଥିଲେ ଯେ ଶିଶୁଟି ମିଳିସାରିଛି, କିନ୍ତୁ ହଠାତ୍ ତାଙ୍କ ମନକୁ ଆସିଲା ଡାକ୍ତର ଅପୂର୍ବଙ୍କ ସେହି କ୍ରୂର ଚେହେରା। ସେ ଜାଣିଥିଲେ ଯେ ଯଦି ଏହି ଶିଶୁଟି ସେନାର ଉଚ୍ଚ ଅଧିକାରୀଙ୍କ ହାତରେ ପଡ଼େ, ତେବେ ତାକୁ ଏକ ଜୀବନ୍ତ ଲ୍ୟାବ୍ ନମୁନା ଭାବେ ବ୍ୟବହାର କରାଯିବ। ତାକୁ ପୁଣି ଥରେ ଇଞ୍ଜେକ୍ସନ୍, ରାସାୟନିକ ପରୀକ୍ଷା ଏବଂ କଷ୍ଟ ମଧ୍ୟ ଦିଆଯିବ। କ୍ୟାପ୍ଟେନ୍, କ'ଣ ସ୍ଥିତି? ଶିଶୁଟି ମିଳିଲା କି? ୱାକିଟକିରୁ କକର ସ୍ୱର ଶୁଭିଲା। ଅର୍ଜୁନ ସନାତନଙ୍କୁ ଚାହିଁଲେ। ସନାତନ କେବଳ ଏତିକି କହିଲେ, ବାବୁ, ଏହାକୁ ବଞ୍ଚାନ୍ତୁ। ଏହା ହେଉଛି ନିଷ୍ପାପ। ଏହାକୁ ସେମାନଙ୍କ ପାଖକୁ ପଠାନ୍ତୁ ନାହିଁ, ଯେଉଁମାନେ ଏହାକୁ ଏକ ଅସ୍ତ୍ର ବୋଲି ଭାବୁଛନ୍ତି। ଅର୍ଜୁନ ଏକ ଗଭୀର ନିଶ୍ୱାସ ନେଲେ ଏବଂ ଉତ୍ତର ଦେଲେ, ସାର୍, ଗୁମ୍ଫା ଭୁଷୁଡ଼ି ପଡ଼ିଛି। ଡାକ୍ତର ଅପୂର୍ବ ଏବଂ ସେହି ଶିଶୁ ପଥର ତଳେ ଚାପ ହୋଇ ମୃତ୍ୟୁବରଣ କରିଛନ୍ତି। ଏଠାରେ କେହି ବି ଜୀବନ୍ତ ନାହାନ୍ତି। ସନାତନଙ୍କ ଆଖିରେ କୃତଜ୍ଞତାର ଲୁହ ଛଳଛଳ ହୋଇ ଉଠିଲା। କ୍ୟାପ୍ଟେନ୍ ଅର୍ଜୁନ ନିଜର ଜୀବନ ଏବଂ କ୍ୟାରିୟରକୁ ବାଜି ଲଗାଇ ଏହି ଶିଶୁକୁ ଏକ ସୁଯୋଗ ଦେଲେ। ସନାତନ ବାବୁ, ଆପଣଙ୍କୁ ଏହି ଗାଁ ଛାଡ଼ିବାକୁ ହେବ, କ୍ୟାପ୍ଟେନ୍ କହିଲେ। ସେନାବାହିନୀ ଏଠାରୁ ଗଲା ପରେ ମଧ୍ୟ ଗୁପ୍ତଚର ସଂସ୍ଥା ଏଠାକୁ ତଦନ୍ତ ପାଇଁ ଆସିବେ। ଆପଣଙ୍କୁ ଏହି ଶିଶୁଟିକୁ ନେଇ କୌଣସି ଦୂର ସ୍ଥାନକୁ ଯିବାକୁ ହେବ। ସନାତନ ଶିଶୁଟିକୁ ଏକ କନା ଭିତରେ ଗୁଡ଼ାଇ ଧରିଲେ। ଆଶ୍ଚର୍ଯ୍ୟର କଥା, ଶିଶୁଟିର ଶରୀରରୁ ବାହାରୁଥିବା ସେହି ନୀଳ ଆଲୋକ ଧୀରେ ଧୀରେ ମଳିନ ପଡ଼ିଗଲା ଏବଂ ସେ ସମ୍ପୂର୍ଣ୍ଣ ରୂପେ ଜଣେ ସାଧାରଣ ମଣିଷ ଭଳି ଦେଖାଯାଉଥିଲା। କିନ୍ତୁ ତାର ଗଭୀର ନୀଳ ଆଖି ଦୁଇଟି ଆଜି ବି ଅଜବ ଦୁନିଆର ସୂଚନା ଦେଉଥିଲା। ସନାତନ ଧଳିଗାଈକୁ ଶେଷ ବିଦାୟ ଦେଲେ। ତାଙ୍କ ମନ ଭାରି ହୋଇ ଉଠୁଥିଲା। ଯେଉଁ ଗାଈଟି ପାଖରେ ସେ ନିଜ ଜୀବନର ଅଧା ସମୟ କାଟିଥିଲେ, ସେ ଆଜି ଏକ ବଡ଼ ରହସ୍ୟର ବଳିଦାନ ପାଲଟିଗଲା। କିନ୍ତୁ ସନାତନ ଜାଣିଥିଲେ ଯେ ଧଳି ଯେଉଁ ଶିଶୁଟିକୁ ଜନ୍ମ ଦେଇଛି, ତାକୁ ସୁରକ୍ଷିତ ରଖିବା ପାଇଁ ହିଁ ଧଳି ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ରାତିର ଅନ୍ଧକାରରେ ସନାତନ ଜଙ୍ଗଲରେ ଅପରାଧ ବାଟ ଦେଇ ଚାଲିବାକୁ ଲାଗିଲେ। କ୍ୟାପ୍ଟେନ୍ ଅର୍ଜୁନ ତାଙ୍କୁ କିଛି ଟଙ୍କା ଏବଂ ଖାଦ୍ୟ ଦେଇ ଯୋଗାଇ ଦେଇଥିଲେ। ସନାତନ ନିଜ ଗାଁ, ନିଜ ଘର ଏବଂ ନିଜର ସବୁକିଛି ପଛରେ ଛାଡ଼ି ଆସିଥିଲେ ଏବଂ ତାଙ୍କ ପାଖରେ ଥିଲା କେବଳ ସେ ନୀଳ ଆଖିର ଶିଶୁ। ସେ ପାହାଡ଼ ପାର ହୋଇ ଜଣେ ଅପରିଚିତ ରାସ୍ତାରେ ଆଗକୁ ବଢ଼ିଲେ। ଶିଶୁଟିର ଓଜନ ସାଧାରଣ ଶିଶୁଙ୍କ ଅପେକ୍ଷା କମ୍ ଥିଲା, କିନ୍ତୁ ସେ ଯେତେବେଳେ ସନାତନଙ୍କ ଆଖିକୁ ଚାହୁଁଥିଲା, ସନାତନଙ୍କୁ ଲାଗୁଥିଲା ଯେମିତି ସେ ଶହ ଶହ ବର୍ଷ ଜ୍ଞାନ ନିଜ ଭିତରେ ସାଇତି ରଖିଛି। ହଠାତ୍ ପାହାଡ଼ ଉପରକୁ ଏକ ଭୟଙ୍କର ଚିତ୍କାର ଶୁଭିଲା। ଏହା କୌଣସି ପଶୁର ନଥିଲା, ବରଂ ସେ ବିଶାଳକାୟ ନୀଳଗିରି ୱାନ୍ର ଚିତ୍କାର ଥିଲା। ସେ ମରିନଥିଲା, ସେ ପଥର ଗଦା ଭିତରୁ ବାହାରି ପାହାଡ଼ର ଶିଖର ଛିଡ଼ା ହୋଇ ରହିଥିଲା।
से सनातन को एवं शिशुटी को चलुथिबार देखुला। से जमिति सेमानकु सुरक्षा देवा पई से पहाड़ रे प्रहरी साजी रहिथिला। किछि दिनर यात्रा परे सनातन एक बड़ सहर उपकंठरे पहुँचिले। सेठारे निजर परिचय बदलाई देले। से निजर नाम देले धलीराम एवं शिशुर नाम रखिले नील। नील देखा जड़े साधारण पिला परी होता सत, किंतु तार गोटे विशेष गुण थिला, से केबे भी रोगाक्रांत होनथिला एवं कौन भी घा तार शरीर में लागिले ता कई सेकेंड मध्य सुखी जाउथिला। सनातन बुझी पारथिला जे से एक साधारण पिला को बढ़ाऊ नाहांती, बरं से प्रकृत में एमती एक चमत्कार को पालुछंती जहाँ दिने समग्र विश्वर मूलदुआ हलाई दे पारे। किंतु से शपथ नेले जे एस नील को जड़े भल मनुष्य कर गढ़ी तोड़े। अस्त्र नुहे, किंतु सनातन को जना था जे सहर एक कोणे जौनकर्पर आउ जन शक्तिशाली व्यक्ति धीरे धीरे नीलर सन्धान पाई सारी। सहर में धूली सरित बस्ती में सनातन एक पुराणा ग्यारेज रे काम करती। नील एवं स्कूल जाऊँगी। से देखा जन सुंदर पिला, किंतु से बहुत कम कथा कहे। तार नील आखि दुईटी एमती एक आकर्षण अच्छी जे जी भी ताकू थरे चाहे से निजक हजाई दिए। सनातन ताकू सब सतर्क कराई दियंती। नील केबे भी निजर शक्ति क्या देखाइबु नाही, मन रखतु जड़े साधारण मनीष। नीलर शिखिबार क्षमता अद्भुत थिला। से कौन भी बही को थरे पढ़ीदेले ताकू संपूर्ण मन रखि पारुथिला। केवल सेतिकु नुहे, से पशुपक्षी सह कथा होई पारुथिला। से बस्तीर बुला कुकुर हेउ किंबा आकाशर पारा समस्त नील पाखरे रुंड हेउथिले। सनातन यह देखि भय करथिले, कारण से जानि पातला जे विज्ञानर सेही शिकारी माने एबे भी सेही शिशुर सन्धान अछंती। दिने स्कूल फेरिया बेले नील देखिले एक विराट ट्रक एक छोट कुकुर को धक्का देवाक जाउछि। नील किछि चिंता न करी निजर हाथ टेकिला। हठात से ट्रकटी जेमिति कौनसी अदृश्य कांथरे बाड़े होई अटकीगला। ट्रकर चक गुड़िक जलिबाकू लागिला। सेठारे उपस्थित थिबा लोक माने आश्चर्य होइगले। नील शीघ्र सेठारु पळेई आसिला, किंतु से घटनार वीडियो कई जणे मोबाइल रेकर्ड कर देइथिला। से वीडियो सोशल मीडिया रे भाइराल हेबाकू मात्र के घंटा लागिला। जौन कर्पर नुआ मुख्य मिस्टर खाना, जे डॉक्टर अपूर्वଙ୍କ ठारू भी आहुरी भयंकर थिले, से वीडियो देखिले। से ट्रक अटकीबार शैली एवं नीलर आखिर चमत्क देखि बुझी पारथिले जे प्रोजेक्ट नीलगिरी न मरी नाही, ताकू खोजी बाहर कर। मिस्टर खान आदेश देले, एथर कौन सी भूल हेबा उचित नुहे। आमको से शक्ति दरकार जहाँ पृथ्वीर नियम को बदल दे पारिबो। सेपटे सनातन बुझीगले जे विपद पुणी थे द्वार पाखरे पहुंची। से नील को नहीं सहर छाड़ा प्रस्तुत कले। नील आमको पुणी थे जावाक हेब, ए दुनिया तते बुझी पारिबो नाही, सेमाने तते एक खेलना भावुछंती। नील सनातन को चाहिला। तार कंठस्वर एक गांभीर्य थिला। बापा मु किए, मु काहेकि अनुमान भली नुहे, मु काहेकि पथर शब्द शुणी पारुछि, मु काहेकि अंधारे भी सबकिछि देखि पारुछि। सनातन कांदी पकाइले। से धली गाई ठारू आरंभ करी नीलगिरी पहाड़ समस्त कहानी नील को कहले। नील तोर जन्म एक महत उद्देश्य पई होइछि, किंतु ए उद्देश्य को पूरण करिया पई तते आग निजर शक्ति को नियंत्रण करबाक हेबो। लोभी मनुष्य ठारू तते दूरे रहबाक हेबो। से राति रे बस्ती उपर कला रंगर हेलिकप्टर घूरी बुलिला। मिस्टर खानक कमांडो बाहिनी सनातन को घर घेरी गले, किंतु नील एबे से असहाय शिशु नथिला। से अनुभव कला जे तार शरीर भितर थिबा नील रक्त गरम हेबाकू लागिछि। से धीरे धीरे घर बाहर को आसीथिला। तार चारिपाखरे एक नील आलोकर बलय सृष्टि हैला। कमांडो माने गुली चलाइले, किंतु से गुली गुड़िक नीलर शरीर को छुआ मात्रे तरली जाई तले पड़गला। सनातन देखले जे नीलर रूप धीरे धीरे बदलुछि। तार चर्म एबे काच भली स्वच्छ देखाउछि। से तार हाथ को आकाश आड़ को टेकिला। हठात पूरा बस्तीर विद्युत सरबार बंद होगला एवं केवल नीलर देहर बाहर आलोक चारिआड़ को आलोकित कला। छाड़ी दिया आमको, नील गर्जन कर कहला। से स्वर में एमती एक शक्ति थिला जे कमांड मैंने भय पछक घुंचीगले। मिस्टर खान सेठारे पहुँची हसिले। बहुत सुंदर, यह ही तो मत देखा चाहूली। नील तुम्हें आम सह आस, आम तुमको सारा पृथ्वीर भगवान करदेव। नील हसिला एक शीतल एवं भयंकर हस। भगवान होगापाई मनीष होगा दरकार, किंतु तुम्हें मैंने पशुठारे भी हीन। नील निजर शक्ति व्यवहार करने को जाऊा बेले सनातन तार हाथ धरी पकईला। नील ना, तू जदि एमानकु मारिबु तेबे तो भितर एवं सेमानक भितर कौन से पार्थक्य रहिबा नाही। आमको शांतिर बाट खोजबाकू हेबो, किंतु शांतिर बाट केउठी? जेतेबेले सारा दुनिया तुम पछरे पड़िछि सेतेबेले तुमे कुआडे जीव? नील बुझी पारिथिला जे तार गोटे मनीष आश्रय अच्छी नीलगिरी। से पहाड़ जेउठारू तार सृष्टि होइथिला। नीलगिरी पहाड़र से पुराणा गुंफा पाखरे एवं हजार हजार सैन्य एवं अत्याधुनिक टैंक मुतयन कराଯାଇଛି। मिस्टर खान निजर शेष चाल चलने प्रस्तुत। सनातन मौसा बहुत क्लांत हो पड़ते, किंतु नीलर आखिरे एवं एक अद्भुत स्थिरता अच्छी। से जानी जे तार समय आसी जाइए। नील तुम्हें चारिपट घेरी हो रहीछ, आत्मसमर्पण कर। मिस्टर खान माइक रे चित्कार करी कहले, तुमर शक्ति आमको दे दियो, आम सनातन को जीवंत छाड़देव।
ନୀଳ ସନାତନକୁ ଚାହିଁଲା। ସନାତନ ଧୀରେ କରି କହିଲା, ନୀଳ, ମୋ ଜୀବନ ପାଇଁ ତୁ ନିଜର ସତ୍ୟକୁ ବଳିଦାନ ଦେବୁନୁ। ତୁ ଯାହା ଉଚିତ ମନେ କରୁଛୁ ସେୟା କର। ନୀଳ ଧୀରେ ଧୀରେ ଗୁମ୍ଫା ମୁହଁକୁ ଚାଲିଲା। ସେ ବିଶାଳକାୟ ଜୀବ ନୀଳଗିରି 1 ହଠାତ୍ ପାହାଡ଼ ଉପରୁ ଓହ୍ଲାଇ ଆସି ନୀଳ ପାଖରେ ଛିଡ଼ା ହେଲା। ଦୁଇଟି ରହସ୍ୟମୟ ଜୀବ ଏକାଠି। ସୈନ୍ୟମାନେ ଭୟରେ ଗୁଳି ଚଳାଇବାକୁ ଆରମ୍ଭ କଲେ, କିନ୍ତୁ ନୀଳ ନିଜର ଦୁଇ ହାତ ମେଲାଇ ଦେଲା। ହଠାତ୍ ସେହି ସମସ୍ତ ଗୁଳି ବାୟୁମଣ୍ଡଳ ଅଟକିଗଲା। ନୀଳର ଶରୀରରୁ ଏକ ପ୍ରକାଣ୍ଡ ନୀଳ ରଶ୍ମି ଆକାଶ ଆଡ଼କୁ ଉଠିଲା। ସେ ରଶ୍ମି ଏତେ ଶକ୍ତିଶାଳୀ ଥିଲା ଯେ ମିଷ୍ଟର ଖାନଙ୍କ ସମସ୍ତ ଯନ୍ତ୍ରପାତି ଏବଂ ଗାଡ଼ିଗୁଡ଼ିକ ଖେଳଣା ଭଳି ଉଡ଼ିଗଲା। ସେ ଆଲୋକ ଭିତରେ ଏକ ଅଦ୍ଭୁତ ସ୍ୱର ଶୁଭିଲା। ଏହା କୌଣସି ମଣିଷର ନଥିଲା। ଆକାଶରୁ ଏକ ବିରାଟ ଯାନ ଧୀରେ ଧୀରେ ଓହ୍ଲାଇବାକୁ ଲାଗିଲା। ସନାତନ ସ୍ତବ୍ଧ ହୋଇ ଚାହିଁ ରହିଥିଲେ। ନୀଳ କୌଣସି ଭୁଲ ପରୀକ୍ଷା ନଥିଲା। ସେ ଥିଲା ପୃଥିବୀ ଏବଂ ଅନ୍ୟ ଏକ ଉନ୍ନତ ଗ୍ରହ ମଧ୍ୟରେ ଏକ ସେତୁ। ନୀଳଗିରି ପାହାଡ଼ରେ ବର୍ଷ ବର୍ଷ ଧରି ଲୁଚି ରହିଥିବା ସେ ପ୍ରାଚୀନ ଜୀବନମାନେ ନୀଳର ଜନ୍ମ ଅପେକ୍ଷାରେ ଥିଲେ। ନୀଳ ଥିଲା ସେ ଶେଷ ଜୀବ ଯିଏ ନିଜର ମାନବିକ ଭାବନା ଏବଂ ଆଲୋକକ ଶକ୍ତି ସହାୟତାରୁ ନିଜ ଜାତିକୁ ମୁକ୍ତ କରିପାରିବ। ନୀଳ ସନାତନଙ୍କ ପାଖକୁ ଫେରି ଆସିଲା। ବାପା, ମୋର ସମୟ ଆସିଯାଇଛି। ମୁଁ ଏହି ଦୁନିଆରେ ନୁହେଁ, କିନ୍ତୁ ମୁଁ ଏହି ଦୁନିଆକୁ ଭଲ ପାଏ, କାରଣ ଏଠାରେ ମୁଁ ତୁମ ଭଳି ଜଣେ ମଣିଷ ଏବଂ ଧଳି ଭଳି ଜଣେ ମାଆକୁ ପାଇଥିଲି। ସନାତନ କାନ୍ଦି ପକାଇଲା। ନୀଳ, ତୁ ମୋ ପାଖରେ ରହିଯା। ମୁଁ ତୋ ବିନା କେମିତି ବଞ୍ଚିବି? ନୀଳ ହସିଲା। ମୁଁ ସବୁବେଳେ ତୁମ ସାଙ୍ଗରେ ଅଛି। ଯେତେବେଳେ ତୁମେ ନୀଳଗିରିର ଆକାଶକୁ ଚାହିଁବ ସେତେବେଳେ ମୋତେ ପାଇବ। ନୀଳ ଏବଂ ସେହି ବିଶାଳ ଜୀବଟି ଧୀରେ ଧୀରେ ସେହି ମହାକାଶ ଯାନ ଆଡ଼କୁ ଚାଲିଗଲେ। ମିଷ୍ଟର ଖାନ ଅସହାୟ ଭାବେ ଚାହିଁ ରହିଥିଲେ। ସେ ସବୁଠାରୁ ବଡ଼ ଅସ୍ତ୍ର ପାଇବାକୁ ଚାହୁଁଥିଲେ, କିନ୍ତୁ ସେ ଜାଣିନଥିଲେ ଯେ ପ୍ରେମ ଏବଂ ମାନବିକତା ହିଁ ସବୁଠାରୁ ବଡ଼ ଶକ୍ତି। ଯାନଟି ଏକ ତୀବ୍ର ଆଲୋକର ସହ ଶୂନ୍ୟକୁ ଉଡ଼ିଗଲା। ନୀଳଗିରି ଗ୍ରାମରେ ପୁଣି ଥରେ ଶାନ୍ତି ଫେରି ଆସିଥିଲା। ପୋଲିସ ଏବଂ ସୈନ୍ୟବାହିନୀ ସେଠାରୁ ଚାଲିଗଲେ। କିଛି ବର୍ଷ ପରେ ସନାତନ ମଉସା ନିଜର ଗାଁ ନୀଳଗିରିକୁ ଫେରି ଆସିଲେ। ସେହି ଗୁହାଳ ପାଖରେ ଏକ ଛୋଟ ମନ୍ଦିର ତିଆରି କଲେ, ଯେଉଁଠାରେ ଧଳି ଗାଈର ଏକ ପ୍ରତିମୂର୍ତ୍ତି ରହିଲା। ଲୋକମାନେ ଆଜି ବି ସେହି ରାତିରେ କାହାଣୀ କୁହନ୍ତି, କିନ୍ତୁ ଏବେ ସେଥିରେ ଭୟ ନଥାଏ, ଥାଏ ଏକ ଅଦ୍ଭୁତ ଶକ୍ତି। ସନାତନ ପ୍ରତିଦିନ ସନ୍ଧ୍ୟାରେ ପାହାଡ଼ ଉପରକୁ ଚାହାନ୍ତି। ଆଶ୍ଚର୍ଯ୍ୟର କଥା, ସେ ଅଞ୍ଚଳରେ ଏବେ କେବେ ବି ରୋଗ କିମ୍ବା ଅଭାବ ଦେଖାଯାଏ ନାହିଁ। ଯେମିତି ସେ ଆଲୋକକ ଶିଶୁ ନିଜର ଶକ୍ତି ସେହି ମାଟିରେ ଛାଡ଼ି ଯାଇଛି। ନୀଳଗିରିର ସେହି ରାତି ଏବେ କଳା ସ୍ମୃତି ହୋଇ ରହିନାହିଁ, ବରଂ ତାହା ମାନବିକତା ଏବଂ ମମତାର ଏକ ସୁନିମ ଅଧ୍ୟାୟ ପାଲଟି ଯାଇଛି। ପ୍ରକୃତି ହେଉ କିମ୍ବା ବିଜ୍ଞାନ, ଶେଷରେ ପ୍ରେମ ଏବଂ ନୈତିକତା ହିଁ ଜୟ ଲାଭ କରେ। ମଣିଷ ନିଜର ଲୋଭ ପାଇଁ ସୃଷ୍ଟିକୁ ନଷ୍ଟ କରିପାରେ, କିନ୍ତୁ ଜଣେ ସରଳ ମଣିଷର ସ୍ନେହ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ରକ୍ଷା କରିପାରେ। ବିଜ୍ଞାନ ଆମକୁ ବାଟ ଦେଖାଇପାରେ, କିନ୍ତୁ ହୃଦୟ ଆମକୁ ବଞ୍ଚିବାର ଉଦ୍ଦେଶ୍ୟ ଦେଇଥାଏ।